ଦିବ୍ୟ ଜନନୀ ଶ୍ରୀମା ପ୍ରଭୁ ଶ୍ରୀ ଅରବିନ୍ଦ। ଚାଲ ଗପ ଶୁଣିବା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ସମସ୍ତଙ୍କର ମଙ୍ଗଳ କାମନା କରୁଛି। 2400 ବର୍ଷ ତଳର କଥା। ସେ ସମୟରେ ପ୍ଲାଟୋ ଜନ୍ମ ନେଇଥାନ୍ତି। ଦାର୍ଶନିକ ପ୍ଲାଟୋ ଜନ୍ମ ନେଇଥାନ୍ତି। ସେ ବଡ଼ ବିଦ୍ୱାନ। ତାଙ୍କର କଥା ଚାରିଆଡ଼େ ବ୍ୟାପି ଯାଇଥାଏ। ତେଣୁ ସବୁବେଳେ ତାଙ୍କର ପାଖକୁ ଅନେକ ବ୍ୟକ୍ତି ନିଜର ସନ୍ଦେହଜନକ ପ୍ରଶ୍ନ, ନିଜ ଭିତରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସିଥାନ୍ତି ଆଉ ପଚାରୁଥାନ୍ତି। ଏହିପରି ଦଳେ ବ୍ୟକ୍ତି ଥରେ ଆସିଥିଲେ ତାଙ୍କୁ ଭେଟିବା ପାଇଁ। ସେମାନେ କେତେକ ପ୍ରସଙ୍ଗ ଉପରେ ଆଲୋଚନା କଲେ। ଦୀର୍ଘ ସମୟ ଆଲୋଚନା ହେଲା। ପ୍ଲାଟୋ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଉଥାନ୍ତି, କିନ୍ତୁ ମଝିରେ ମଝିରେ କିଛି ପ୍ରଶ୍ନ ମଧ୍ୟ ପଚାରୁଥାନ୍ତି। ଆଗନ୍ତୁକମାନେ ଯେଉଁ ଏହି ବିଶ୍ୱାସରେ ଆସୁଥିଲେ, ପ୍ଲାଟୋଙ୍କ ଭଳି ଜଣେ ଅସାଧାରଣ ବିଦ୍ୱାନଙ୍କ ଠାରୁ ସେମାନଙ୍କର ଯେଉଁ ଜିଜ୍ଞାସାର ସମାଧାନ ବି ମିଳୁଥିଲା ଆଉ ଶିକ୍ଷା ଲାଭ ବି କରୁଥିଲେ, କିନ୍ତୁ ଓଲଟି ପ୍ଲାଟୋ ସେମାନଙ୍କ ଠାରୁ କିଛି ଜାଣିବା ପାଇଁ ପ୍ରଶ୍ନ କରୁଥିଲେ। ଏଇଟା ସବୁବେଳେ ନିରନ୍ତର ଚାଲିଥିଲା। ଏସବୁ କଥାକୁ ଦେଖିକି ଜଣେ ଶିଷ୍ୟ ଦ୍ୱିଧାରେ ପଡ଼ିଗଲେ। ସେ ମନେ ମନେ ଭାବୁଥିଲେ, ଲୋକେ ମିଛଟାରେ ପ୍ଲାଟୋଙ୍କୁ ବଡ଼ ବିଦ୍ୱାନ ବୋଲି ଭାବି ତାଙ୍କ ପାଖକୁ ଆସୁଛନ୍ତି। ସେ କିନ୍ତୁ ନାମକୁ ମାତ୍ର ବିଦ୍ୱାନ। ତାଙ୍କ ବିଷୟରେ ଯେଭଳି କୁହାଯାଉଛି, ପ୍ରକୃତରେ ସେ ସେଇ କାଟର ବିଦ୍ୱାନ ନୁହନ୍ତି। ମୋ ଭଳି ସାଧାରଣ ମାମୁଲି ଲୋକ। ଦର୍ଶନାକାଂକ୍ଷୀ ଲୋକମାନେ ଯେତେବେଳେ ଚାଲିଗଲେ, ସେ ସମୟରେ ଶିଷ୍ୟ ପ୍ଲାଟୋଙ୍କୁ ପ୍ରଶ୍ନ ପଚାରିବା ପାଇଁ, ତାଙ୍କର ସନ୍ଦେହ ପ୍ରଶ୍ନକୁ, ଯେଉଁ ତାଙ୍କ ଭିତରେ ଆସିଥିବା ଜିଜ୍ଞାସାକୁ ପଚାରିବା ପାଇଁ ବିଚାର କଲେ। ଆଉ ବେଶୀ ସମୟ ତାକୁ ଚାପି ନ ପାରି ପଚାରିଲେ। କହିଲେ, ଆପଣ ତ ଦୁନିଆର ଜଣାଶୁଣା ବିଦ୍ୱାନ ଓ ଦାର୍ଶନିକ ମଧ୍ୟ। ଏହି କାରଣରୁ ଆପଣଙ୍କ ନିକଟକୁ ସବୁଦିନ କିଛି ନା କିଛି ଲୋକ ଆସୁଛନ୍ତି, କିଛି ଜାଣିବାକୁ, ବୁଝିବାକୁ ଓ ସେମାନଙ୍କର ସଂଶୟର ସମାଧାନ ନିମନ୍ତେ। କିନ୍ତୁ ଆପଣ ଉତ୍ତର ଦେବା ପରିବର୍ତ୍ତେ ମଝିରେ ମଝିରେ ଆପଣ ପ୍ରଶ୍ନ ପଚାରୁଛନ୍ତି। ମୋତେ ଲାଗୁଛି ଆପଣଙ୍କୁ ବିଶେଷ କିଛି ଜଣା ନାହିଁ। ଆପଣ ଗୋଟେ ସାଧାରଣ ବ୍ୟକ୍ତି ଭଳିଆ ଆପଣ ବ୍ୟବହାର କରୁଛନ୍ତି। ଆସୁଥିବା ଲୋକମାନେ ତ ଆପଣଙ୍କ ବିଷୟରେ କ'ଣ ଭାବୁଥିବେ? ଏକଥା ଭାବୁଥିବେ ନିଶ୍ଚୟ ପ୍ଲାଟୋ ଜଣେ ସାଧାରଣ ବ୍ୟକ୍ତି, ତାଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ। ଏହାଦ୍ୱାରା କ'ଣ ଆପଣଙ୍କର ମାନ ସମ୍ମାନ ମର୍ଯ୍ୟାଦା ହ୍ରାସ ପାଉନି କି? ପ୍ଲାଟୋ, ଦାର୍ଶନିକ ବିଦ୍ୱାନ ପ୍ଲାଟୋ ଏକଥା ଶୁଣିଲେ, ହସିଲେ, କହିଲେ, ବତ୍ସ, ଲୋକମାନେ ମୋ ବିଷୟରେ କ'ଣ ଭାବୁଛନ୍ତି ତାହା ମୁଁ ଜାଣିବାକୁ ଚାହୁଁନି। ମୋ ବିଷୟରେ ସେମାନେ ଚିନ୍ତା କରିବା ସେମାନଙ୍କର କାମ। ସେମାନେ ଯାହା କିଛି ଭାବୁଛନ୍ତି ତାହା ଠିକ୍ ମଧ୍ୟ। ମୁଁ ଖାଲି ଏତିକି ଜାଣିଛି ଯେ ଯେଉଁ ବ୍ୟକ୍ତି ନିଜକୁ ମହାନ, ବିଦ୍ୱାନ, ବୈଜ୍ଞାନିକ, ଜ୍ଞାନର ପାରାବାର ବୋଲିକି ଭାବୁଛି, ସେ ତ ସବୁଠାରୁ ଶ୍ରେଷ୍ଠ ମୂର୍ଖ, ଅଥବା ନିଜ ସମ୍ପର୍କରେ ସେ ମିଥ୍ୟା କହୁଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଚିନ୍ତା କରିବାର କିମ୍ବା ବୁଝିବାର କ୍ଷମତା ଅଛି। ହୁଏତ ସେ ନିଜ କଥା କହିପାରୁନାହାନ୍ତି କିମ୍ବା କହିବାର ଅବସର ମଧ୍ୟ ପାଇପାରୁନାହାନ୍ତି। ତେବେ ପ୍ରତ୍ୟେକ ବ୍ୟକ୍ତି କହୁଥିବା ପ୍ରତିଟି ଶବ୍ଦର ନିଶ୍ଚୟ ମହତ୍ତ୍ୱ ଅଛି। ଜ୍ଞାନ ପାରାବାର ମାନେ ସମୁଦ୍ର ସଦୃଶ, ଅକଳନ। ଏହାର ସୀମା ଅଛି ନା ସରହଦ ଅଛି? ମୋର ଜ୍ଞାନ ତ ଏ ଯେଉଁ ପାରାବାରର ବା ସମୁଦ୍ରର ବିନ୍ଦୁଟିଏ ଭଳି। ଯେହେତୁ ବିନ୍ଦୁ ବିନ୍ଦୁ ଜଳରେ ପାରାବାରର ଜଳରାଶି ସୃଷ୍ଟି, ଠିକ୍ ସେହିପରି ଗୋଟିଏ ଗୋଟିଏ ଶବ୍ଦରେ ଜ୍ଞାନ ବୃଦ୍ଧି ପାଇଥାଏ। ଏହି କାରଣରୁ କାହାରିକୁ
କ୍ଷୁଦ୍ର ବା ବିଚାରିବା ଉଚିତ ନୁହେଁ, ଛୋଟ ବିଚାରିବା ଉଚିତ ନୁହେଁ, ବରଂ ତାହାଠାରୁ କିଛି ନା କିଛି ଜ୍ଞାନ ଆହରଣ କରିବା ଉଚିତ। ଶିଷ୍ୟ ଯେତେବେଳେ ଏକଥା ଶୁଣିଲି, ହୃଦୟ ତାଙ୍କର କୃତଜ୍ଞତାରେ ଭରିଗଲା। ପ୍ଲାଟୋଙ୍କୁ ପାଖରୁ ଏକଥା ଶୁଣି ଆନନ୍ଦ ଅନୁଭବ କଲେ। ଏ ଥିଲା ବିଖ୍ୟାତ ଦାର୍ଶନିକ ବିଦ୍ୱାନ ପ୍ଲାଟୋଙ୍କର କଥା।